ଚମେଲି ଓଝା କିଏ? ଚମେଲି ଓଝାଙ୍କ ଅଭିଯୋଗ କ'ଣ? ଏହି ଘଟଣାରେ ପୋଲିସର ଭୂମିକାକୁ ନେଇ ପ୍ରଶ୍ନ କାହିଁକି ଉଠୁଛି? ନମସ୍କାର ବନ୍ଧୁଗଣ, ଆଜି ଆମେ ଆଲୋଚନା କରିବା କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ଅଞ୍ଚଳର ଚର୍ଚ୍ଚିତ ସରପଞ୍ଚ ଚମେଲି ଓଝାଙ୍କୁ ନେଇ ସୃଷ୍ଟି ହେଉଥିବା ବିବାଦ ସମ୍ପର୍କରେ। ଘଟଣାର ଆରମ୍ଭ ହୁଏ ଯେତେବେଳେ ଚମେଲି ଓଝା ବ୍ଲକ କାର୍ଯ୍ୟାଳୟକୁ ବିକାଶ କାମର ବିଲ୍ ଓ ଅନ୍ୟାନ୍ୟ ପ୍ରଶାସନିକ ସମସ୍ୟା ନେଇ ଯାଇଥିଲେ। ସେ ଅଭିଯୋଗ କରୁଥିଲେ ଯେ ସେଠାରେ ତାଙ୍କ ସହ ଦୁର୍ବ୍ୟବହାର କରାଯାଇଥିଲା, ଧମକ ଦିଆଯାଇଥିଲା ଏବଂ ଘଟଣାର ଭିଡ଼ିଓ କରୁଥିବା ବେଳେ ତାଙ୍କ ମୋବାଇଲ ଛଡ଼ାଇ ନିଆଯାଇଥିଲା। ଏହି ଅଭିଯୋଗ ପରେ ସୋସିଆଲ ମିଡ଼ିଆରେ ଘଟଣାଟି ବେଶ୍ ଚର୍ଚ୍ଚାର ବିଷୟ ହୋଇଥିଲା। ଚମେଲି ଓଝାଙ୍କ ସମର୍ଥକମାନେ କହୁଥିଲେ ଯେ ସେ ଅଞ୍ଚଳରେ ଚାଲିଥିବା ଅବୈଧ ଇଟାଭାଟି ଓ ବିଭିନ୍ନ ଦୁର୍ନୀତି ବିରୋଧରେ ସ୍ୱର ଉଠାଉଥିବାରୁ ତାଙ୍କୁ ଟାର୍ଗେଟ୍ କରାଯାଉଛି। ଏହାକୁ ନେଇ ନାରୀ ଶକ୍ତି ଓ ମହିଳା ସୁରକ୍ଷା ଉପରେ ମଧ୍ୟ ପ୍ରଶ୍ନ ଉଠାଯାଇଥିଲା। କିନ୍ତୁ ଅନ୍ୟପଟେ ପ୍ରଶାସନ ଓ ପୋଲିସର ଦାବି ସମ୍ପୂର୍ଣ୍ଣ ଭିନ୍ନ ଥିଲା। ପୋଲିସ ପକ୍ଷରୁ ଅଭିଯୋଗ ହୋଇଥିଲା ଯେ ଚମେଲି ଓଝା ବ୍ଲକ ଅଧିକାରୀଙ୍କ ସହ ଅସଦ୍ ଆଚରଣ କରିଥିଲେ ଏବଂ ଜଣେ ମହିଳା ସବ୍ ଇନ୍ସପେକ୍ଟରଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ବିରୋଧରେ ଏଫଆଇଆର୍ ମଧ୍ୟ ରୁଜୁ ହୋଇଥିଲା। 12 ଜୁନରେ ମହାକାଳପଡ଼ା ଅଞ୍ଚଳରେ ଉତ୍ତେଜନା ବଢ଼ିଥିଲା। ପୋଲିସ ଚମେଲି ଓଝାଙ୍କୁ ଅଟକ ରଖିଥିଲା। ଏହାପରେ ତାଙ୍କ ସମର୍ଥକମାନେ ଓ ବିଭିନ୍ନ ସଂଗଠନ ପୋଲିସ କାର୍ଯ୍ୟାନୁଷ୍ଠାନ ବିରୋଧ କରୁଥିଲେ। ପରେ ଚମେଲି ଓଝାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସ୍ୱାସ୍ଥ୍ୟ ସ୍ଥିତି ସୁଧାରିବା ପରେ ପୋଲିସ ତାଙ୍କୁ ଔପଚାରିକ ଭାବରେ ଗିରଫ କରି କୋର୍ଟରେ ହାଜର କରିଥିଲା। 13 ଜୁନ 2024ରେ ଏସ୍ଡିଜେଏମ୍ କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଥିଲେ ଏବଂ ତାଙ୍କୁ ନ୍ୟାୟିକ ହାଜତକୁ ପଠାଇଥିଲେ। ଏହାପରେ ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଥିଲା। ଜିଲ୍ଲା ସରପଞ୍ଚ ସଂଘ ଏହି ଘଟଣାକୁ ନେଇ ଚିନ୍ତା ପ୍ରକାଶ କରିଥିଲା। ଅନ୍ୟପଟେ କଂଗ୍ରେସ କର୍ମୀମାନେ ମହାକାଳପଡ଼ା ଥାନା ଆଗରେ ବିକ୍ଷୋଭ କରି ଚମେଲି ଓଝାଙ୍କ ପାଇଁ ନ୍ୟାୟ ଦାବି କରିଥିଲେ। ବର୍ତ୍ତମାନ ଏହି ମାମଲାର ଦୁଇଟି ଭିନ୍ନ ଦାବି ମଧ୍ୟରେ ଅଟକି ରହିଛି। ଏକପଟେ ଚମେଲି ଓଝା ନିଜକୁ ଦୁର୍ନୀତି ବିରୋଧରେ ସ୍ୱର ବୋଲି ଦାବି କରୁଛନ୍ତି, ଅନ୍ୟପଟେ ପ୍ରଶାସନ ତାଙ୍କ ବିରୋଧରେ ଆକ୍ରମଣ ଓ ଅସଦାଚରଣର ଅଭିଯୋଗ କରିଛନ୍ତି। ତଦନ୍ତ ଓ ଅଦାଲତି ପ୍ରକ୍ରିୟା ପରେ ମାତ୍ର ସମ୍ପୂର୍ଣ୍ଣ ସତ୍ୟ ସାମନାକୁ ଆସିବ। ଆପଣମାନଙ୍କ ମତ କ'ଣ ରହିଛି ଆପଣ ନିଶ୍ଚୟ କମେଣ୍ଟରେ ଜଣାନ୍ତୁ।